দেখি পারিনি মানে ଗୋଟେ ଝିଅ ପିଲା ପିଟି ଯିବ ମୁଁ ବୋଲି ଚୁପ୍ ହେଇଗଲି ଅନେକ ଏଥିରେ ଚପଲ ନଥାନ୍ତେ ୱାଣ୍ଡରଫୁଲ ତମେ ଯଦି ଦେଖିଲେ ଏତେ ସୁନ୍ଦର ଦେଖାଯାଉଛ ତାହେଲେ ଅସିଲେ କଣ ଦେଖା ନଯିବ ଗୋଟେ କମେଣ୍ଟ ମାରୁଛ ଆରେ ମୁଁ କାହିଁକି କମେଣ୍ଟ ମାରିବି ଆରେ ଯୋଉଟା ସତ ସେଇଟା କହିଥିଲି ନା ତମ ଝିଅମାନଙ୍କର ରଙ୍ଗ ଗଲାନି କଥା ଯେ ନାକ ଉପରେ ନାକ କିନ୍ତୁ ଏଇ ମନ ଭିତରଟା କାହିଁ ପ୍ରେମ ଉଙ୍କି ମାରୁଥିବ ହ୍ୟାଲୋ ମୁଁ କଣ ଛମାଲି ବଜାର ଝିଅ ନୁହେଁ ଯେ ମୋ ପ୍ରେମ ଜଡ଼ିଆ ଯିବ ମୋ ପ୍ରେମ ପାଇବାକୁ ତୋର ଷ୍ଟାଣ୍ଡାର୍ଡ ନାହିଁ ବୁଝିଲ ଯଦି ଟିକେ ବି ଲାଜ ଶର୍ମ ଅଛି ତାହେଲେ ଚାଲିଯା ଏଠାରୁ ଯାଅ ଠିକ ଅଛି ମୁଁ ଯାଉଛି କିନ୍ତୁ ଆଉ ଥରେ ଯଦି ଦେଖା ହୁଏ ତାହେଲେ ମୁଁ ବି ଛାଡ଼ିବା ନୁହଁ ଆସୁଛି ଗୋଟେ ଟଙ୍କା ଆସି ମୋ ସହିତ ଏଟା ସିଧା ବ୍ୟବହାର କରୁଥିଲା ଆଉ ମୋ ସହିତ ଝଗଡ଼ା କରୁଥିଲା ହେଲେ ଏ ଲୋକଟା କିଏ ସେ ହଉଛି କାଳିଦାସ ଭାରି ଟେନସନ ଲୋକରେ ମା ଯା ତୁ ତା ସହିତ ହାତ ଧରିଲା କାଳି ଯା কথা কয়ে তোমার ঝিও তো ঝিও নুহে হো তোতে চলে যাবে যে রাজকুমারী দেখি ଗୋଟେ ଆରମ୍ଭ ହଁ ଆରେ ଯୋଉ କାମ ପାଇଁ ଆସିଥିଲ ସେଇ କାମଟା ତୁମ ଝିଅ କରିବାକୁ ଏକଦମ ବିଡିଂ କି କାମ କଥା କହୁଛ ଆରେ କୁହ ମୁଁ କି କାମ କରିବି ଆଲୋ ମା ତୁ ଗୋଟିଏ ଟୋକାକୁ କିଏ ରୋଷେଇ ପୋଷେଇ ପ୍ରେମରେ ପକେଇବୁ ଆଉ ତାକୁ ବାହା ହେଇଯିବୁ ନା କହିଦେଲେ ଏ କଥା କହୁଛ ଖରାପ କହିଦେଲେ କି ତୁ ସେ ବଡ ଘରେ ଯାଇ ବୋଉ ହବୁ କିଏ ରାଣୀ ପରି ରହିବୁ ରାଣୀ ଆଉ ସେ ଘରେ ରହି ଏମିତି ପ୍ଲାନ କରିବୁ ଯେ ତାଙ୍କର ଯେତିକି ସମ୍ପତ୍ତି ଅଛି ସବୁ ଆମରି ହେଇଯିବ ନା ମା ଶୁଣେ ଇଏ ବାବୁ ଯାହା କହିବେ ତୁ ତାହା କରିବୁ ହେଲା ତୁ ସୁଖରେ ଯାଇ ବୋଉ ହେଇକି ରହିବୁ ଆଉ ସୁଖରେ ଚାକର ହେଇକି ରହିବୁ ଦେଖିବୁ ସବୁ ସମ୍ପତ୍ତି ଧୀରେ ଧୀରେ ଆମ ହାତ ମୁଠାକୁ ଆସିବ ଖାଲି ମୁଁ ଯେମିତି କହିଲେ ତୁ ସେମିତି କାମ କଲେ ହେଲା ଦେଖିବ ବହୁତ ଟଙ୍କା ତାଙ୍କ ଘରେ ଧୀରେ ଧୀରେ ସବୁ ସମ୍ପତ୍ତି ଆମ ହାତ ମୁଠାକୁ ଆସିଲେ ଆମେ ହେଇଯିବା କୋଡ଼ିଏ କୋଡ଼ିଏ ଟଙ୍କାର ମାରି ହେଲେ ଯେମିତି ବୁଦ୍ଧି ଶିଖେଇବି ତୁ ସେମିତି ପ୍ଲାନ୍ରେ କରିବାକୁ ହବ କିନ୍ତୁ ବାପା ସେ ପିଲାଟା କିଏ ସେ ହଉଛି ଇଏ କୋଟିପତି ଧନଞ୍ଜୟ ସାମନ୍ତରାୟର ପରେ ମା ତପନ ସାମନ୍ତରାୟ ତୁ ତାହାକୁ ଦେଖିନଥିବୁ ଏଇ ଫଟୋ ଦେ ଏପଟେ ବାପା ଏ ଟଙ୍କା ତ ଏ ବେପାର ଥିଲା ଆଉ ମୋ ସହିତ ଝଗଡ଼ା କରୁଥିଲା କଣ ହେଲା ଝଗଡ଼ା କରୁଥିଲୁ ଏବେ ସବୁ ଶୁଣିବୁ ଇଏ କାହିଁ ଆମେ ଆଗକୁ ଆଉ ମାରି ପାରିବାନି ନା ମତେ ଦେଖି ସେ ଯେମିତି ଦେଖିଲା ମତେ ଲାଗୁଛି ସେ ଆଉ ଫସିଯିବ ଏବେ ଆମ କାମଟା ପୁରା ଚାଲିବ ପୁରା ଚାଲିବ ନା କାମଟା ଦୌଡ଼ିବ
ରାଜାଙ୍କ ଘର ସବୁ ସମ୍ପତ୍ତି ଆଣିବା ପାଇଁ ତମେ ଖାଲି ମୋ ସମର୍ଥ ହେଲେ ହେଲା